ଇତିହାସର ଛାତ୍ରଛାତ୍ରୀମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ପିଲାମାନେ ଏଇଠି ଏଇ ଯେଉଁ ଚ୍ୟାନେଲରେ ସମସ୍ତେ ଯୋଡ଼ି ରୁହ। ବହୁତ କିଛି ଇମ୍ପୋର୍ଟାଣ୍ଟ ଜିନିଷ ଆମେ ଆଲୋଚନା କରିବା, ଯେଉଁଟାକି ତୁମେ ବହୁତ ଭଲ କରିବ ପରୀକ୍ଷାରେ। ଟାଇମ୍ ହେଉଛି 45 ମିନିଟ୍, ଫୁଲ୍ ମାର୍କ୍ସ 20। ଇଣ୍ଟରନାଲ ଏକ୍ଜାମର ପ୍ରଶ୍ନପତ୍ର ମୁଁ ଦେଖାଉଛି। ଏ ପ୍ରଶ୍ନପତ୍ରରେ ପ୍ରଥମ ଆସିଛି 5ଟି ଏକ ମାର୍କିଆ ପ୍ରଶ୍ନ। ପ୍ରଥମ ପ୍ରଶ୍ନ ସ୍କ୍ରିନ୍ ଉପରେ, ସିନ୍ଧୁ ସଭ୍ୟତାରେ ବୃହତ୍ ଶସ୍ୟାଗାର କେଉଁଠାରେ ଅବସ୍ଥିତ ଥିଲା? 1 ହରପ୍ପା, 2 ମୋହେଞ୍ଜୋଦାରୋ, 3 ଲୋଥାଲ, 4 କାଲିବଙ୍ଗାନ। ତ କ'ଣ ହେବ ନା ମୋହେଞ୍ଜୋଦାରୋରେ ଅଛି କ'ଣ ନା ବୃହତ୍ ଶସ୍ୟାଗାର। ଯଦିଓ ସେଇଭଳି ଶସ୍ୟାଗାର ହରପ୍ପାରେ ଅଛି, କିନ୍ତୁ ମୋହେଞ୍ଜୋଦାରୋରେ ସବୁଠାରୁ ବଡ଼ ଶସ୍ୟାଗାର ଅଛି। ନେକ୍ସଟ ପ୍ରଶ୍ନ, ବୈଦିକ ପରିବାରର ମୁଖ୍ୟଙ୍କୁ କ'ଣ କୁହାଯାଉଥିଲା? କୁଳପ, ଗୁରୁ, ପିତୃ ନା ଆଚାର୍ଯ୍ୟ? ବୈଦିକ ପରିବାରର ମୁଖ୍ୟଙ୍କୁ କୁଳପ, କୁଳପତି ବୋଲି କୁହାଯାଉଥିଲା। ମନେ ରଖିବ ପିଲାମାନେ। କେଉଁ ନଦୀର ସଙ୍ଗମ ସ୍ଥଳରେ ବାରାଣାସୀ ଅବସ୍ଥିତ ଥିଲା? ଗଙ୍ଗା, ଗୋମତୀ, ବରୁଣ, ଅସି, ଯମୁନା, ସରସ୍ୱତୀ, ଗଙ୍ଗା ଓ ଯମୁନା। ଉତ୍ତର କ'ଣ ହେବ ନା ବରୁଣ ଅସିକୁ ଯୋଗ କରିଦେଲେ କ'ଣ ବାରାଣାସୀ ହେଉଛି। ବରୁଣ ଏବଂ ଅସିର ସଙ୍ଗମ ସ୍ଥଳରେ ବାରାଣାସୀ ଅବସ୍ଥିତ। ହର୍ଷ ଚରିତର ରଚୟିତା କିଏ? 1 କଲ୍ହଣ, 2 ବିଲ୍ହଣ, 3 ବାଣଭଟ୍ଟ, 4 ବିଶାଖା ଦତ୍ତ। ହର୍ଷ ଚରିତ ରଚନା କରିଥିଲେ କିଏ? ନା ବାଣଭଟ୍ଟ ହର୍ଷ ଚରିତ ରଚନା କରିଥିଲେ। ପ୍ରତ୍ୟେକ ବେଦ କେତେ ଭାଗରେ ବିଭକ୍ତ? ପ୍ରତ୍ୟେକ ବେଦ 2 ଭାଗରେ ନା 3 ଭାଗରେ ନା 4 ଭାଗରେ ନା 5 ଭାଗରେ? ପ୍ରତ୍ୟେକ ବେଦ ମଧ୍ୟ 4 ଭାଗରେ ବିଭକ୍ତ। ଆମେ ତାପରେ ପାଇବା କ'ଣ? MCQ 1 ମାର୍କିଆ ପ୍ରଶ୍ନ ପାଇଲା ପରେ ଆମେ ପାଇବା 2 ମାର୍କିଆ ପ୍ରଶ୍ନ, 3 ମାର୍କିଆ ପ୍ରଶ୍ନ। ଚାଲନ୍ତୁ ଦେଖିବା 2 ମାର୍କିଆ ପ୍ରଶ୍ନ, 3 ମାର୍କିଆ ପ୍ରଶ୍ନ। ପ୍ରଶ୍ନ ସହିତ ଉତ୍ତର ଆମେ ଦେଖିବା। ତେଣୁ ପ୍ରଶ୍ନ ହେଉଛି, ପ୍ରଥମ ପ୍ରଶ୍ନ, ଭୂମିଦାନ ଅଭିଲେଖ କ'ଣ? 1 ମାର୍କିଆ ପ୍ରଶ୍ନ। ତାପରେ ଏହି ଅଭିଲେଖରୁ ମୁଖ୍ୟତଃ କ'ଣ ସବୁ ଜାଣିବାକୁ ମିଳିଥାଏ? ଆଉ ଗୋଟିଏ 1 ମାର୍କିଆ। ତେଣୁ 1 ଯୁକ୍ତ 1 ମାନେ 2 ମାର୍କ। ଭୂମିଦାନ ଅଭିଲେଖ କହିଲେ ଭୂମିର ପରିମାଣ, ରାଜାଙ୍କ ନାମ, ସମୟ ମଧ୍ୟ ରହିଥାଏ। ଆଉ ଏଥିରୁ ରାଜ୍ୟର ଅର୍ଥନୈତିକ ଅବସ୍ଥା ପ୍ରତିଫଳିତ ହୋଇଥାଏ। ତେଣୁ ଅଭିଲେଖ ଯେଉଁଟାକି କୌଣସି ପାତ୍ର ଦେହରେ କିମ୍ବା ପଥର ଦେହରେ ଲେଖାଯାଇଥାଏ। ଭୂମିଦାନ ଅଭିଲେଖ, ଭୂମିକୁ ଦାନ କରାଯାଇଥାଏ। ତେଣୁ ଶୈଳୋଦ୍ଭବ, ଭୌମକର, ସୋମବଂଶୀ, ଗଙ୍ଗବଂଶୀ, ସୂର୍ଯ୍ୟବଂଶୀ ରାଜାମାନଙ୍କର ଇତିହାସ ମୁଖ୍ୟତଃ ଭୂମିଦାନ ଅଭିଲେଖରୁ ଜଣାପଡ଼ିଥାଏ। ବିପଥ କ'ଣ? ଏହା କେବେ ବ୍ୟବହାର କରାଯାଇଥିଲା? ବିପଥ ଏକ ସାଧାରଣ ଯାନ। ଆଦିବୈଦିକ ଯୁଗରେ ଗ୍ରାମଗୁଡ଼ିକର ଅମସୃଣ ରାସ୍ତାରେ ଯାତାୟାତ ପାଇଁ ବିପଥ ନାମକ ଯାନର ବ୍ୟବହାର କରାହେଉଥିଲା। ପରବର୍ତ୍ତୀ ବୈଦିକ ଯୁଗରେ ଜାତି ପ୍ରଥା କିପରି ଥିଲା? ପରବର୍ତ୍ତୀ ବୈଦିକ ଯୁଗରେ ସମାଜରେ ଆରମ୍ଭ ହୋଇଥିଲା ଜାତି ପ୍ରଥା। ଜାତି ପ୍ରଥା କଠୋର ଥିଲା, ଯାହା ମାନବୀୟ ସମସ୍ୟା ମାନବିକ ସାମ୍ୟକୁ ନଷ୍ଟ କରି ମନୁଷ୍ୟ ଭିତରେ ଗଢ଼ି ତୋଳିଥିଲା ବିଭେଦର ପ୍ରାଚୀର ଏବଂ ମୁଣ୍ଡ ଟେକିଥିଲା 4 ଜାତି, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଆଉ ଶୂଦ୍ର। ବ୍ରାହ୍ମଣମାନେ ସମାଜରେ ଉଚ୍ଚ ଆସନରେ ଥିଲେ ଏବଂ ତାପରେ ଥିଲେ କ୍ଷତ୍ରିୟ ରାଜକାର୍ଯ୍ୟରେ, ବୈଶ୍ୟମାନେ ବାଣିଜ୍ୟ ବେପାରରେ ଏବଂ ଶୂଦ୍ରମାନେ ସବୁଠାରୁ ନୀଚ ଜାତି ବୋଲି କୁହାଯାଉଥିଲା ଏବଂ ଅନ୍ୟ 3 ଜାତିର ସେବା କରୁଥିଲେ। କେଉଁ ନଦୀ ଉଭୟ ଦକ୍ଷିଣ ପାଞ୍ଚାଳ ଏବଂ ଉତ୍ତର ପାଞ୍ଚାଳକୁ ପରସ୍ପରଠାରୁ ପୃଥକ କରୁଥିଲା? ଉତ୍ତର ପାଞ୍ଚାଳ ଦକ୍ଷିଣ ପାଞ୍ଚାଳର ରାଜଧାନୀର ନାମ କ'ଣ? ନା ଭାଗୀରଥୀ ନଦୀ। କେଉଁ ନଦୀ? ନା ଭାଗୀରଥୀ ନଦୀ ଉଭୟ ଦକ୍ଷିଣ ପାଞ୍ଚାଳ ଓ ଉତ୍ତର ପାଞ୍ଚାଳକୁ ପରସ୍ପରଠାରୁ ପୃଥକ କରୁଥିଲା। ଉତ୍ତର ପାଞ୍ଚାଳର ରାଜଧାନୀ ଥିଲା ଉତ୍ତରପ୍ରଦେଶର ବରେଲି ଜିଲ୍ଲାସ୍ଥିତ ଅହିଛତ୍ର। ଆଉ ଦକ୍ଷିଣ ପାଞ୍ଚାଳର ଥିଲା ନା କ'ଣ? ନା କାମ୍ପିଲ୍ୟ ଥିଲା ଏହାର ରାଜଧାନୀ। କେଉଁଠାରୁ ବୃହତ୍ ସ୍ନାନାଗାର ଆବିଷ୍କୃତ ହୋଇଛି? ମୋହେଞ୍ଜୋଦାରୋ ଠାରୁ ବୃହତ୍ ସ୍ନାନାଗାର ଆବିଷ୍କୃତ ହୋଇଛି। ବୃହତ୍ ସ୍ନାନାଗାର ଆବିଷ୍କୃତ ହୋଇଛି। ଏହାର ଦୈର୍ଘ୍ୟ 55 ମିଟର, ପ୍ରସ୍ଥ 33 ମିଟର। ପ୍ରାଚୀନ ଭାରତ ଇତିହାସର ବୈଦେଶିକ ବିବରଣୀ ଉପାଦାନ କର। ବୈଦେଶିକ ବିବରଣୀ ପିଲାମାନେ ଏଗୁଡ଼ିକ 3 ମାର୍କିଆ ପ୍ରଶ୍ନ। ବୈଦେଶିକ ବିବରଣୀ କହିଲେ କ'ଣ ବୁଝେ? ତେଣୁ ବିଦେଶରୁ ଯେଉଁ ମାନେ ଆସୁଥିଲେ ପରିଭ୍ରମଣରେ, ସେଇ ବିଦେଶୀମାନେ ଯେଉଁ ବିବରଣୀ ଲେଖି ଯାଇଛନ୍ତି ଭାରତ ଉପରେ, ଭାରତର ଇତିହାସ ରଚନା ପାଇଁ, ସେ ବୈଦେଶିକ ବିବରଣୀ ବହୁତ ତଥ୍ୟ ଯୋଗାଇଥାଏ। ଯେମିତିକି ମେଗାସ୍ଥିନିସ୍ଙ୍କର ଇଣ୍ଡିକା, ଟଲେମୀଙ୍କର ଭୂଗୋଳ କିମ୍ବା ପ୍ଲିନିଙ୍କର ପ୍ରାକୃତିକ ଇତିହାସ, ଗ୍ରୀକ୍ ଐତିହାସିକ ଏରିଆନ୍ ଷ୍ଟ୍ରାବୋ ଜଷ୍ଟିନ୍ ମଧ୍ୟ ଭାରତ ସମ୍ପର୍କରେ ଚିତ୍ତାକର୍ଷକ ବିବରଣୀ ପ୍ରଦାନ କରିଛନ୍ତି। କିନ୍ତୁ ଚୀନ ପରିବ୍ରାଜକ ମଧ୍ୟରେ ଗୁପ୍ତ ଯୁଗରେ ଫାଇୟାନ୍ ଆସିଥିଲେ। ହର୍ଷବର୍ଦ୍ଧନଙ୍କ ସମୟରେ ହ୍ୱେନ୍ସାଂ ଆସିଥିଲେ। ଇତ୍ସିଙ୍କ ଭ୍ରମଣ ଆଉ ଇତ୍ସିଂ ମଧ୍ୟ ଆସିଥିଲେ। ତାଙ୍କର ଭ୍ରମଣ ବୃତ୍ତାନ୍ତ ରାଜନୈତିକ, ସାମାଜିକ, ଧର୍ମ ସମ୍ବନ୍ଧୀୟ ଅବସ୍ଥା ଉପରେ ଆଲୋକପାତ କରେ। ତେଣୁ ମୁସଲମାନ ଐତିହାସିକମାନଙ୍କ ମଧ୍ୟରେ ଯେମିତିକି ଫିର୍ଦୌସୀ
ଇବନ ବତୁତା, ନିଜାମୁଦ୍ଦିନ, ମୋଇନୁଦ୍ଦିନ ଚିସ୍ତି ପ୍ରଭୃତି ଭାରତ ସମ୍ପର୍କରେ ବହୁ ତଥ୍ୟ ପ୍ରଦାନ କରିଛନ୍ତି। ବୈଦିକ ଯୁଗରେ ସଭା ସମିତି, ତୁମେ ଜାଣିଛ ସଭା ସମିତି ରାଜକାର୍ଯ୍ୟ ଚଲେଇବା ପାଇଁ, ଶାସନ କାର୍ଯ୍ୟ ଚଲେଇବା ପାଇଁ ବହୁତ ସାହାଯ୍ୟ କରୁଥିଲା। ସଭା ସମିତି ଦୁଇଟି ରାଜନୈତିକ ସଂଗଠନ ଥିଲା। ରାଜ୍ୟର ବୟୋଜ୍ୟେଷ୍ଠ ବ୍ୟକ୍ତି, ଅଭିଜ୍ଞ ବ୍ୟକ୍ତି, ବୁଦ୍ଧିଜୀବୀ ବ୍ୟକ୍ତିମାନେ ସଭା ତାଙ୍କୁ ନେଇକରି ସଭା ଗଠିତ ହୋଇଥିଲା। ଏହାର ମୁଖ୍ୟଙ୍କୁ ସଭାପତି କୁହାଯାଉଥିଲା। ଆଉ ସ୍ଥାନୀୟ ନିୟମ ପ୍ରଣୟନ ଏବଂ ପାଳନ ଆଦି କ୍ଷେତ୍ରରେ ଏହା ରାଜାକୁ ସୁଚିନ୍ତିତ ପରାମର୍ଶ ଯୋଗାଉଥିଲା। ଆଉ ଅପରପକ୍ଷେ ସମିତି ହେଉଛି ଆକାରରେ ବଡ଼ ଥିଲା, ଯେଉଁଥିରେ କି ଦେଶବାସୀ ଏକତ୍ରିତ ହୋଇ ସେମାନଙ୍କର ମତାମତ ଦେଉଥିଲେ। ଏହାର କାର୍ଯ୍ୟ ପରିସ୍ଥିତି ଥିଲା ସବୁଠାରୁ ବ୍ୟାପକ। ଏହା ରାଜାଙ୍କର ନିର୍ବାଚନ କରୁଥିଲା। କେବଳ ସେତିକି ନୁହେଁ, ଯୁଦ୍ଧ, ରାଜ୍ୟ ରକ୍ଷା, ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ନେଉଥିଲା। ମହେଞ୍ଜୋଦାର ବୃହତ୍ ସ୍ନାନାଗାର ଉପରେ ଲେଖିବ। ବୃହତ୍ ସ୍ନାନାଗାର କୋଉଠି ନା ମହେଞ୍ଜୋଦାର ଦେଖିବାକୁ ମିଳେ। ଆଉ ସେଇ ମହେଞ୍ଜୋଦାରର ବୃହତ୍ ସ୍ନାନାଗାର ସଭ୍ୟମାନଙ୍କର ଜୀବନଯାପନ ପରିଚୟ ଦିଏ ଏବଂ ସେଟା ହେଉଛି ସର୍ବସାଧାରଣ ସ୍ନାନାଗାର। ସର୍ବସାଧାରଣ ମାନେ ବହୁତ ବିରାଟ ଥିଲା। ସର୍ବସାଧାରଣ ସ୍ନାନାଗାର ଜଳାଶୟଟି ବୃହତ୍ ଗୃହ ମଧ୍ୟରେ ଅବସ୍ଥିତ ଥିଲା। ସେ ଗୃହର ଲମ୍ବ ଥିଲା, ଯେଉଁ ଗୃହ ଭିତରେ ଜଳାଶୟଟି ମାନେ ଥିଲା, ସେ ଗୃହର ବା ଚାରିପଟେ ଯେତିକି ଜାଗା ଥିଲା ସେ ତାର ହେଉଛି କ'ଣ, କେତେ ଲମ୍ବ ହେଉଛି 180 ଫୁଟ ଏବଂ ପ୍ରସ୍ଥ ହେଉଛି 108 ଫୁଟ। କିନ୍ତୁ ଗୃହ ମଧ୍ୟରେ ଯେଉଁ ଜଳାଶୟ ବା ମାନେ ଗାଧୁଆ ଘର, ମାନେ ମହେଞ୍ଜୋଦାରର ଯେଉଁ ସ୍ନାନାଗାରର ଯଦି କୁହାଯାଏ, ସ୍ନାନାଗାରର କେତେ ଲମ୍ବ କେତେ ପ୍ରସ୍ଥ, ମାନେ 39 ଫୁଟ ଆଉ 23 ଫୁଟ, ନାଇଁକି? ତ ପ୍ରସ୍ଥ ଗଭୀରତା ଥିଲା 8 ଫୁଟ। ଜଳାଶୟ ମଧ୍ୟକୁ ପ୍ରବେଶ କରିବା ପାଇଁ ପାହାଚମାନ ରହିଥିଲା। ସ୍ନାନ କରିବା ପରେ ପୋଷାକ ପରିବର୍ତ୍ତନ ନିକଟରେ କେତେ ଗୋଟିଏ ଛୋଟ ଛୋଟ କୋଠରୀ ବା ରୁମ୍ ରହିଥିଲା, ନାଇଁ? ତାପରେ ଦେଖ, ଷୋଡ଼ଶ ଜନପଦର ଉତ୍ଥାନ। ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ଷୋଡ଼ଶ ମହାଜନପଦର ଉତ୍ଥାନ ହୋଇଥିଲା। ସେ ମହାଜନପଦ 16ଟି ମହାଜନପଦ କୁହାଯାଏ। ତ ପରବର୍ତ୍ତୀ ବୈଦିକ ଯୁଗରେ ଏହା ଘଟିଥିଲା। ତେଣୁ ପରବର୍ତ୍ତୀ ବୈଦିକ ଯୁଗରେ, ଋଗ ବୈଦିକ ଯୁଗରେ ବିଭିନ୍ନ ଜନଜାତିକୁ ନେଇ ଗଢ଼ି ଉଠିଥିବା ରାଜ୍ୟ ସମୂହର ବିଲୟ ଘଟିଲା। ପରବର୍ତ୍ତୀ ବୈଦିକ ଯୁଗରେ ରାଜ୍ୟ ଓ ଜନପଦମାନ ପ୍ରତିଷ୍ଠା ହେଲା। ଯୁଦ୍ଧ ଓ ସଂଘର୍ଷକୁ ପାଥେୟ କରି ଜନପଦ ଗୁଡ଼ିକର ବିସ୍ତାର ପାଇଁ ଉଦ୍ୟମ କରାଯିବାରୁ ଶେଷରେ ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ଷୋଡ଼ଶ ମହାଜନପଦର ଉତ୍ଥାନ ହୋଇଥିଲା। ପରବର୍ତ୍ତୀ ବୈଦିକ ଯୁଗରେ ନାରୀମାନଙ୍କର ଭୂମିକା। ପରବର୍ତ୍ତୀ ବୈଦିକ ଯୁଗରେ ନାରୀମାନେ ସେମାନଙ୍କର ପ୍ରାଧାନ୍ୟ ହରାଇ ବସିଥିଲେ। କାହିଁକି ନା ନାରୀମାନଙ୍କର ପ୍ରାଧାନ୍ୟ ଥିଲା କୋଉ? ଋଗ ବୈଦିକ ଯୁଗରେ। ରାଜନୈତିକ କ୍ଷେତ୍ରରେ, ଆଧ୍ୟାତ୍ମିକ କ୍ଷେତ୍ରରେ, ସାଂସ୍କୃତିକ ଅନୁଷ୍ଠାନ କ୍ଷେତ୍ରରେ ପୁରୁଷମାନଙ୍କ ଭଳି ମାନେ ସହଭାଗୀ ବା ପୁରୁଷମାନଙ୍କ ଭଳି ସମାନ ସୁବିଧା ସୁଯୋଗ ମିଳିଲା ନାହିଁ। ବୈଦିକ ମନ୍ତ୍ର ମଧ୍ୟ ସେମାନେ ଉଚ୍ଚାରଣ ଆଉ କରିପାରିଲେ ନାହିଁ, ରଚନା ମଧ୍ୟ କରିପାରିଲେ ନାହିଁ। ପିତା ବା ସ୍ୱାମୀଙ୍କର ସମ୍ପତ୍ତି ଉପରେ କୌଣସି ଅଧିକାର ରହିଲା ନାହିଁ। ନିର୍ବିବାଦରେ ସେମାନେ ପୁରୁଷର ପ୍ରାଧାନ୍ୟକୁ ମାନି ଚଳିଲେ ଏବଂ ପୁରୁଷଙ୍କର ଅଧୀନରେ ରହିଲେ। ବାଲ୍ୟ ବିବାହ ଆରମ୍ଭ ହେଲା। ଯୌତୁକ ପ୍ରଥା ମଧ୍ୟ ଆରମ୍ଭ ହେଲା। ଏହିଭଳି ଘୃଣ୍ୟ ପ୍ରଥା ପ୍ରଚଳିତ ହେଲା। ପରିବାର ପାଇଁ କନ୍ୟା ସନ୍ତାନ ଜନ୍ମ ଅଶୁଭ ମାନିଲେ, ଅବାଞ୍ଛିତ ଭାବେ ବିବେଚିତ ହେଲେ। ବହୁ ପତ୍ନୀ ଗ୍ରହଣ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଗଲା। ରାଜନ୍ୟ ପରିବାରମାନଙ୍କରେ ବହୁଳ ଭାବରେ ପ୍ରଚଳିତ ହେଲା। ମୋଟାମୋଟି ଭାବେ ସମାଜରେ ନାରୀର ସ୍ୱାଧୀନତାକୁ ସଂକୁଚିତ କରିଦେଇଥିଲା। ନାଇଁ ପିଲାମାନେ, ଏଇଭଳି ଭାବରେ ଏ ଯେଉଁ ପ୍ରଶ୍ନପତ୍ର ଦେଖିଲ, ସେଭଳି ପ୍ରଶ୍ନ ଆସିବ। ତେଣୁ ସମସ୍ତଙ୍କୁ ସେୟାର କରିବ। ଇତିହାସରେ ସମସ୍ତେ ଯେମିତି 100ରୁ 100 ରଖିବେ, ଇଣ୍ଟରନାଲରେ 20ରୁ 20 ରଖିବେ, ସେଇଭଳି ଯତ୍ନ ନିଅନ୍ତୁ। ରହିଲି। ଆଉ ସମସ୍ତଙ୍କୁ ସାଙ୍ଗମାନଙ୍କୁ ଆଣି ଚ୍ୟାନେଲରେ ଯୋଡ଼ନ୍ତୁ। ବନ୍ଦୀ ଉତ୍କଳ ଜନନୀ।